ସକାଳର ବଡ଼ ଖବର ସକାଳର ଲାଟେଷ୍ଟ ଅପଡେଟ୍ ହଂକଂର ଟାଇପ୍ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡର ପ୍ରାୟ 8 ଟାୱାର ବିଶିଷ୍ଟ ଏକ ଫ୍ଲାଟ୍ରେ ଲାଗିଯାଇଛି ଅଗ୍ନି, ଯାହାଦ୍ୱାରା କି ସମ୍ପୂର୍ଣ୍ଣ ଭାବରେ 7ଟି ଫ୍ଲାଟ୍ ସମ୍ପୂର୍ଣ୍ଣ ଭାବରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ 50 ଜଣ ସମ୍ପୂର୍ଣ୍ଣ ଭାବରେ ମୃତାହତ ଏବଂ 300ରୁ ଅଧିକ ଲୋକ ସମ୍ପୂର୍ଣ୍ଣ ଭାବରେ ନିଖୋଜ ଅଛନ୍ତି। ବର୍ତ୍ତମାନ ରେସ୍କ୍ୟୁ ଅପରେସନ୍ ଜାରି ଅଛି। ଏହି ରେସ୍କ୍ୟୁ ଅପରେସନ୍ ପାଇଁ ଏହି ପ୍ରାୟ 300 ଲୋକଙ୍କୁ ଉଦ୍ଧାର ପାଇଁ ଏକ ଚ୍ୟାଲେଞ୍ଜ ବିଷୟ ପାଲଟିଛି। କିଭଳି ଭାବରେ ସେମାନେ ସମ୍ପୂର୍ଣ୍ଣ ଭାବରେ ମିଳିବେ ଏବଂ ସମ୍ପୂର୍ଣ୍ଣ ଭାବରେ କେମିତି ଉଦ୍ଧାର ହେବେ ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଯେଉଁଠି ଲକ୍ଷାଧିକ ଲୋକ ପ୍ରାୟ ଜନବସତି କରନ୍ତି, ଚଲାବୁଲା କରନ୍ତି। କେଉଁଭଳି ପରିସ୍ଥିତିରେ ଏଭଳି ଏକ ଅଭାବନୀୟ ପରିସ୍ଥିତି ଘଟିଗଲା ହଂକଂରେ। ସମ୍ପୂର୍ଣ୍ଣ ଭାବରେ ଯଦି ଦେଖିବା 8ଟି ଫ୍ଲାଟ୍ ଥିଲା, କିନ୍ତୁ 7ଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଗଲା ଏବଂ 50 ଜଣ ମୃତ୍ୟୁ ହେଲେ। ତାକୁ ନେଇ ବଡ଼ ପ୍ରଶ୍ନ। ସକାଳର ବଡ଼ ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି କି ହଂକଂରେ ଭୟାବହ ଅଗ୍ନିକାଣ୍ଡ, ସମ୍ପୂର୍ଣ୍ଣ ଭାବରେ 50 ଜଣ ମୃତ, 300 ଜଣରୁ ଅଧିକ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ରେସ୍କ୍ୟୁ ଅପରେସନ୍ ଜାରି ଅଛି। କୌଣସି କାରଣରୁ ନିଆଁ ଲାଗିଛି ତାହା ସମ୍ପୂର୍ଣ୍ଣ ଯଦି ଅସ୍ପଷ୍ଟ ଅଛି, କିନ୍ତୁ ବଡ଼ ପ୍ରଶ୍ନ କେଉଁଭଳି ଭାବରେ 300 ଲୋକ ଉଦ୍ଧାର ହେବେ।